ମୁଁ ଗୌର ଦାସ ଆପଣମାନଙ୍କର ଅତି ପ୍ରିୟ କଳାକାର। ଜନ୍ମ ହେଲା ପରେ ବାପା ମାଙ୍କୁ ଜାଣିଥିଲି ଭଗବାନ, କିନ୍ତୁ ଆଜି ଗୌର ଦାସ ଭାବୁଛି ଦର୍ଶକ ଯେଉଁମାନଙ୍କ ପାଇଁ ଦୀର୍ଘ 30 ବର୍ଷ ଧରି ଗୌର ଦାସ ଚାଲିଛି ସିଏ ହେଲେ ଭଗବାନ। ତେଣୁ ଦର୍ଶକ ଭଗବାନଙ୍କୁ ମୋର ଜଣାଇବାର କଥା, ଏ ଗୌର ଦାସକୁ ଏମିତି ଭଲ ପାଉଥାନ୍ତୁ, ଗୌର ଦାସ ଏମିତି ଚାଲିଥାଉ। 30 ବର୍ଷ ସଫର ଜଗଧାତ୍ରୀ ଗଣନାଟ୍ୟଠୁ ବର୍ତ୍ତମାନ ସ୍ୱପ୍ନମହଲରେ, ଏବର୍ଷ ସ୍ୱପ୍ନମହଲରେ 3 ଖଣ୍ଡ ନୂଆ ନାଟକ ହୋଇଛି। ହାରିବନି କେବେ ବାପର ପୁଅ, କେତେ କାନ୍ଦିବୁରେ ଗୌର ଦାସ, କେମିତି ହେଲା ଏମିତି ପ୍ରେମ, 3ଟି ଯାକ ନାଟକ ଦମଦାର ହେଇଛି। ସାର୍ ଆପଣଙ୍କୁ ନେଇକି ଗୋଟେ ନାଟକ ହେଇଛି ଯେଉଁଟାକି ଲୋକଙ୍କ ମନକୁ ବାନ୍ଧିକି ରଖିଛି, କ'ଣ ରହିଛି ସେ ନାଟକର? ନାଇଁ, ନାଟକଟା ଆକ୍ଚୁଆଲି ନାଟକ ଜାଣିଥିବେ, ମାନେ ମାଷ୍ଟର ଦୀପକ ସାର୍, ଡକ୍ଟର ଦୀପକ ଜେନା ଲେଖା, ଆଉ ନନ୍ଦୁ ସାର୍ଙ୍କ ନିର୍ଦ୍ଦେଶନା, ଅମୃତାଂଶୁ ପଟ୍ଟନାୟକଙ୍କର ସଙ୍ଗୀତ ନିର୍ଦ୍ଦେଶନା, 3 ଜଣଙ୍କର ସମକକ୍ଷ ଏମିତି ହେଲା ଯେ ନାଟକଟି ସାରା ଓଡ଼ିଶାରେ ବର୍ତ୍ତମାନ ସମସ୍ତଙ୍କ ମନକୁ କିଣିପାରିଛି। କେତେ କାନ୍ଦିବୁରେ ଗୌର ଦାସ, ମାନେ କେତେ କାନ୍ଦିଛନ୍ତି? ନାଟକଟା ଆକ୍ଚୁଆଲି ହେଉଛି ଦୁହେଁ ଭଲ ପାଇଛନ୍ତି, ଗୌର ଦାସ ଆଉ ନମିତା। ଭଲ ପାଇବା ପରେ ମୁଁ ତାଙ୍କ ଘର ଡ୍ରାଇଭର, ମୁଁ ଭଲ ପାଇବା ପରେ ଜାଣିପାରୁଛି ଯେ ତାକୁ ବ୍ଲଡ଼ କ୍ୟାନ୍ସର ହେଇଯାଇଛି। ଜାଣିକି ମୁଁ ତାକୁ ବାହା ହେଉଛି। ତେଣୁ ତା ଭିତରେ ବାପା ମା ଖଳନାୟକ କହିଦେଲେ ତ ସରିଯିବ। ନାଟକର ସସ୍ପେନ୍ସ ଏଇଆ, ଭଲ ପାଇବାଟା କ'ଣ ନାଟକରେ ଦେଖାଯାଇଛି। ସ୍ୱାମୀ ସ୍ତ୍ରୀକୁ କେତେ କ'ଣ ଭଲ ପାଏ। ଏଇଟାକୁ ନେଇକି ଆପଣଙ୍କର ପ୍ରଥମ ନାଟକ ନା ଆପଣଙ୍କ ନାଁକୁ ନେଇକି ଆଗରୁ ନାଟକ ହେଇଥିଲା? ନାଟକଟେ ତ ଜାଣିଥିବେ, ଧଉଳି ଗଣନାଟ୍ୟ କଥା ରହିଗଲା କାଳ କାଳଠୁ ଆରମ୍ଭ କରି କେତେ କାନ୍ଦିବୁରେ ଗୌର ଦାସ, ସରି ବୋଲିଲା ଏ ଗୌରା କାହିଁ କାନ୍ଦୁଛୁ, କହ ଗୌର ଦାସ କାହାର ଦୋଷ, କେତେ କାନ୍ଦିବୁରେ ଗୌର ଦାସ। 3 ଖଣ୍ଡ ନାଟକ ବର୍ତ୍ତମାନ ଦର୍ଶକଙ୍କ ମନକୁ କିଣିପାରିଛି। ଏଇଟା ତ ମୋ ପାଇଁ ବହୁତ ବଡ଼ କଥା। କେମିତି ଲାଗୁଛି ଦର୍ଶକଙ୍କ ଯେଉଁ ଆପଣଙ୍କର? ମାନେ ସେଇ କଥା ମୁଁ ଭାବୁଛି ଯେ ଦର୍ଶକ ଗୌର ଦାସକୁ ଆଜି ବି ହୃଦୟରେ ରଖିଛନ୍ତି, ସେ ଭଲ ପାଇବା ଦେଉଛନ୍ତି, ଆଉ ସେ ଦର୍ଶକମାନଙ୍କ ହୃଦୟରେ ମୁଁ ଅଛି, ସେଥିପାଇଁ ବହୁତ ଖୁସି। ଦର୍ଶକ କ'ଣ କହିବେ? ଦର୍ଶକଙ୍କୁ ଅନୁରୋଧ କରୁଛି, ନାଟକ ଦେଖନ୍ତୁ, ନିଜ ପରିବାର ପାଇଁ, ନିଜ ସମାଜ ପାଇଁ କିଛି ସଂସ୍କାରୀ କଥା ଶିଖନ୍ତୁ। ନାଟକ ହେଉ, ଫିଲ୍ମ ହେଉ, ସିରିଏଲ୍ ହେଉ, ସବୁଥିରେ ନେଗେଟିଭ୍ ପଜିଟିଭ୍ ରହିଛି। ନେଗେଟିଭ୍ ହେଲେ କ'ଣ ଫଳ ମିଳେ, ପଜିଟିଭ୍ ହେଲେ କ'ଣ ଫଳ ମିଳେ, ଗପରେ ଥାଏ। ତେଣୁ ମୋର ଅନୁରୋଧ, ନାଟକ ଦେଖନ୍ତୁ, ଫିଲ୍ମ ଦେଖନ୍ତୁ, ସିରିଏଲ୍ ଦେଖନ୍ତୁ, ନେଗେଟିଭ୍କୁ ଗ୍ରହଣ କରନ୍ତୁ ନାହିଁ। ଗୌର ଦାସକୁ ଭଲ ପାଆନ୍ତୁ। ଭଲ ପାଉଛନ୍ତି, ଯେତେ ଦିନ ଭଲ ପାଇଥିବେ ଗୌର ଦାସ ଚାଲିଥିବ। ଆପଣଙ୍କୁ ଗୋଟେ ଆଖ୍ୟା ମିଳିଛି ଟ୍ରାଜେଡି କିଙ୍ଗ, କ'ଣ ରହିଛି? ଲୋକଙ୍କୁ କେତେ କନ୍ଦେଉଛନ୍ତି, ଆଉ କନ୍ଦେଇବାର ଯେଉଁ ଇଚ୍ଛା କେଉଁଠୁ ଆସିଲା? ମାନେ ମୁଁ ତ, ମୋ ବାପା ସ୍ୱର୍ଗତ ଶ୍ରୀହରି ଦାସ, ମା ସ୍ୱର୍ଗତା ରାଧାରାଣୀ ଦାସ, ମୁଁ ତାଙ୍କୁ ହିଁ ଧନ୍ୟବାଦ ଦିଏ ଯେ ସେଇ ମୁହୂର୍ତ୍ତରେ ମୋତେ ଜନ୍ମ ଦେଇଥିଲେ। ଆଉ କିଏ ମୋ ପାଇଁ ବଡ଼ ନୁହନ୍ତି, ଯେଉଁଥିପାଇଁ କି ତାଙ୍କ ପ୍ରେରଣା ଆଜି ଗୌର ଦାସକୁ କିଛି ନହେଲେ ଓଡ଼ିଶାରେ କିଛି ଦର୍ଶକ ଭଗବାନଙ୍କ ହୃଦୟରେ ବାନ୍ଧି ପାରିଛି। ସେଇଟା ତ ମୋ ପାଇଁ ବହୁତ ବଡ଼ କଥା। ଚଳିତ ଯାତ୍ରା ଭିତରେ ଲୋକମାନେ ଆପଣଙ୍କୁ କହୁଥିଲେ ଦେଖତେ ପାଇବେ? କହିଦେଲେ ସରିଯିବ। ତଥାପି ମୁଁ ଟିକେ ସବୁଆଡ଼କୁ ଜଗେ। ନିଶ୍ଚିତ ପରିବର୍ତ୍ତନ ଅଛି, ଆଉ ଆମେ କହିବା ପୂର୍ବରୁ ୟୁଟ୍ୟୁବରେ ତ ସବୁ ଲୋକମାନେ ଛାଡ଼ି ସାରିଲେଣି। ତେଣୁ ମୁଁ କହୁଛି, ଆସନ୍ତା ବର୍ଷ ସେଇ ମା ଶିବାନୀ ଗଣନାଟ୍ୟରେ ମୋତେ ଦେଖିବାକୁ ପାଇବେ। ନିଶ୍ଚିତ ଭାବରେ ଦମଦାର ନାଟକ ରହିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।